ଏହି ଭିଡ଼ିଓରେ ଜାଣିବା ଯେ ଆମେ କେମିତି ଆପଣମାନେ ସୁଭଦ୍ରା ଯୋଜନାର ଅଫଲାଇନ୍ ଫର୍ମଟି ପୂରଣ କରିବେ। ତ ଫ୍ରେଣ୍ଡସ୍ ଭିଡ଼ିଓଟିକୁ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ, ଷ୍ଟେପ୍ ବାଇ ଷ୍ଟେପ୍ ବୁଝିବା। ତ ଦେଖିପାରୁଥିବେ ଫାଷ୍ଟ ଅଛି ଯେଉଁଟାକି ଆପଣମାନେ ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ ନିଜର ଆଧାର କାର୍ଡ଼ରେ ଯେମିତି ନାମ ଅଛି ଆପଣମାନେ ଆଧାର ନିଜ ନାମ ଦେବେ, ଆଧାର ସଂଖ୍ୟା ଦେବେ। ସେକେଣ୍ଡ ତାପରେ ନିଜ ଯଦି ବିବାହିତା ତାହେଲେ ଆପଣଙ୍କ ନିଜ ସ୍ୱାମୀଙ୍କ ନାମ ଦେବେ, ନହେଲେ ନିଜ ବାପାଙ୍କ ନାମ ଦେବେ। ତା ଆଧାର ଅନୁଯାୟୀ ଆପଣମାନେ ସବୁ ଡିଟେଲ୍ସକୁ ଫିଲ୍ଅପ୍ କରିବେ। ଥାର୍ଡ଼ ନମ୍ବର ଯେଉଁଟାକି ଫୋର୍ଥ ନମ୍ବର ଅଛି ଏଠାରେ ଡେଟ୍ ଅଫ୍ ବାର୍ଥ ଦେବେ, ଯେଉଁଟାକି ଜନ୍ମ ତାରିଖ। ତାପରେ ବର୍ଗ ଚିହ୍ନ ମାରନ୍ତୁ ଯେମିତିକି ସାଧାରଣ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଶାରୀରିକ ଭିନ୍ନକ୍ଷମ। ଏଠାରେ ଆପଣମାନେ ଯେଉଁଟା ଆପଣମାନେ ସେଇଟା ଟିକ୍ କରିବେ। ତାପରେ ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର, ଆଧାର କାର୍ଡ଼ ଯେଉଁ ମୋବାଇଲ୍ ନମ୍ବର ଲିଙ୍କ୍ ଅଛି ସେଇଟା ଦେବେ। ତାର ବିକଳ୍ପ ମୋବାଇଲ୍ ନମ୍ବର ଯେଉଁ ମୋବାଇଲ୍ ନମ୍ବର ଆପଣଙ୍କ ପାଖରେ ଅଛି ସେଇଟା ଏଠାରେ ଆପଣମାନେ ଦେଇପାରିବେ। ତାପରେ ଆମେ ଫୋର୍ଥ ନମ୍ବର ଆମେ ଜାଣିବା ଯେଉଁଟାକି 9 ନମ୍ବର ଅଛି ଜିଲ୍ଲା, ନିଜର ଜିଲ୍ଲା ଡିଷ୍ଟ୍ରିକ୍ଟ ଦେବେ। ତାପରେ ଗ୍ରାମାଞ୍ଚଳ ନିମନ୍ତେ ଗାଁ, ଯେଉଁଟାକି ନିଜର ଗ୍ରାମ ଦେବେ, ଗ୍ରାମ ପଞ୍ଚାୟତ ଦେବେ, ବ୍ଲକ ନାମ ଦେବେ। ସହରାଞ୍ଚଳ ନିମନ୍ତେ ୱାର୍ଡ଼ ନମ୍ବର, ନିଜର ୱାର୍ଡ଼ ନମ୍ବର ଦେବେ। ଉର୍ବାନ୍ ଲୋକାଲ୍ ବଡ଼ି ଆପଣମାନେ ସହରରେ ରହୁଥିଲେ ଏଠାରେ ଲେଖିବେ। ତାପରେ ସହରର ନଗର ଆପଣମାନେ ନିଜର ମ୍ୟୁନିସିପାଲିଟି ନାମ ଲେଖିବେ। ତାପରେ ଅଛି ଆଧାର ସକ୍ଷମ ସଞ୍ଚୟ ଖାତା ଥିବା ବ୍ୟାଙ୍କ ନାମ, ଆପଣମାନେ ଏଠାରେ ନିଜର ବ୍ୟାଙ୍କ ନାମ ଲେଖିବେ। ଆମେ ସେକେଣ୍ଡ ପେଜ୍ ଦେଖିବା। ସେକେଣ୍ଡ ପେଜ୍ ଦେଖିଲା ପରେ ଯେଉଁ ବ୍ଲାଙ୍କ ବକ୍ସ ଅଛି ଏଠାରେ ଆପଣମାନେ ସେକେଣ୍ଡ ପେଜ୍ରେ ସବୁଟିକୁ ଆପଣମାନେ ଟିକ୍ ମାରିବେ। ଟିକ୍ ମାରିଲା ପରେ ଦେଖିପାରୁଥିବେ ତଳକୁ ଅଛି ଏଠାରେ ନିଜର ଆବେଦନକାରୀଙ୍କ ଦସ୍ତଖତ ଯିଏ ଆବେଦନ କରୁଛନ୍ତି ତାଙ୍କର ଏଠି ସିଗ୍ନେଚର୍। ତାପରେ ଆବେଦନ ଯେଉଁଟାକି ତାରିଖ ଆପଣମାନେ ଏଠାରେ ଦେବେ। ତାରିଖ ଦେଲା ପରେ ଆମେ ଥାର୍ଡ଼ ପେଜ୍ ଦେଖିବା। ଥାର୍ଡ଼ ପେଜ୍ ଆସିଲା ପରେ ଯେମିତିକି ଆବେଦନ ପତ୍ର ନମ୍ବର ଯେଉଁଠାରେ ଆପଣମାନେ ଆବେଦନ କରୁଛନ୍ତି ଆପଣମାନେ ଯେଉଁଠାରେ ଦେବେ ସେମାନେ ଆବେଦନ ପତ୍ର ନମ୍ବର ଲିଖିବେ। ତାପରେ ଆବେଦନ ପତ୍ର ତାରିଖ ଆପଣମାନେ ଏଠାରେ ଲିଖିବେ। ତାପରେ ଆଧାର ନମ୍ବର ଆପଣମାନେ ଫିଲ୍ଅପ୍ କରିଦେବେ। ଆଧାର ନମ୍ବର ଫିଲ୍ଅପ୍ କଲା ପରେ ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ ଆପଣମାନେ ଏହି ଫର୍ମଟିକୁ ଆପଣମାନେ ଆଧାରରେ ଯେମିତି ଅଛି ସେମିତି ଆପଣ ସେମ୍ ଫିଲ୍ଅପ୍ କରିବେ। ତାପରେ ଆପଣଙ୍କ ଫର୍ମଟି ସକ୍ସେସଫୁଲ୍ ଫିଲ୍ଅପ୍ ହୋଇଯିବ। ଏହି ଫର୍ମଟି କେବଳ CSC ସେଣ୍ଟର କିମ୍ବା ମୋ ସେବା କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଫର୍ମଟି ଆପଣଙ୍କୁ ଫ୍ରିରେ ଉପଲବ୍ଧ ହୋଇଯିବ। ଆପଣମାନେ ଯାଇକି ଫର୍ମଟି ଆଣିପାରିବେ। ତ ଭିଡ଼ିଓଟି ଟିକେ ଇନଫର୍ମେଟିଭ୍ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଅଲ୍ ନୋଟିଫିକେସନ୍ ପ୍ରେସ୍ କରିବେ, ଯାହାଦ୍ୱାରା ନୂଆ ନୂଆ ଭିଡ଼ିଓ ନୋଟିଫିକେସନ୍ ଆପଣଙ୍କ ପାଖକୁ ପହଞ୍ଚିପାରିବ। ତ ପୁଣି ଗୋଟିଏ ଭିଡ଼ିଓ ମିଳିବ, ସେଥର ପାଇଁ ଧନ୍ୟବାଦ।